কথা কইবে আচ্ছা টি সাইন্স পিলা মানে বসতেবে সে পালারু কোন বুঝিবে সেমারে পালারু কোন বুঝিবে এ পুরাণକୁ সে বিশ্বাস করিবে अब्दुल कलाम पुराण को विश्वास करिछि ए साइंस पिला कोन बुझिबे मुका प्रमाण दूछि दियो प्रमाण स्त्री केमिति स्वामी की मारुछि केमिति मारुछि आमे प्रत्येक मनीष विज्ञान कहे 32 गुंडा बोले 32 मुठा भात खाइले हां आम देहरे देहरे गोटे बिंदु रक्त सृष्टि हुए हाँ 32 बिंदु रक्त एकाठी हेले हाँ आम देहरे गोटे बिंदु चर्म बोले चमड़ा हुए 32 बिंदु चर्म एकाठी हेले हाँ आम देहरे गोटे बिंदु मांस तैयारी हुए 32 बिंदु मांस एकाठी हेले आम देहरे गोटे बिंदु अस्थि बोले हाड़ सृष्टि हुए हाड़ हाड़ 32 बिंदु हाड़ एकाठी हेले आम देहरे गोटे बिंदु मजा तुम जो मटन किणिक आण हाँ मटन मटन कंटा थब रह कंटा थब ताकू धरी सुकिनी सोसाड़ दऊ ता भीतर जो मजा से 32 बिंदु हाड़ मेलटे हेले गोटे बिंदु मजा हम हाँ आउ 32 बिंदु मजा एकाठी हेले ए देहरे गोटे बिंदु वीर्य बोले ब्रह्म हम आउ तू जेते बेले तू स्त्री सहित संपर्क रखू सेतिकी बेले अति कम रे स्त्री संग कला बेले तो देहरु 32 बिंदु वीर्य पड़ोछि वाह एता भाई हम सार झड़ी जाउसंती आ कोन सार झड़ी जाउ हां मु सत कथा कहली कोन असुविधा ना कोन झड़ी जाउ हां दुर्बल हे आसंती ओ तू भारी सब बड़ हां दुर्बल हे आसंती ताई हम कोन कहली सत कथा कहउची मु कोन खराब कहउची तू निर्लज्ज टी मो कथा हसुसंती ना चले हां नहला नहीं बस 32 बिंदु वीर्य स्त्री संग कला बेले अति कम रे छाई कहीं ना जगत आम सदा बेले कही जल बहुले सृष्टिनाश जल बिहुनी श्रुतिनाश ये पानी टिकी जो आम बनुचे हाँ ये बिंदु भी हूँ पानी जहाँ पूर्णानंद गोस्वामी उत्तर दे कहले कि कहबी पंडित मो कि कहबी पंडित ये पानी बुंदा करे ये काम की कहबी पंडित हे पानी बुंदा करे एतिकी काम की कहबी पंडित पानी बुंदा जबे भाग हो जाए पानी बुंदा जेबे भाग होई जाए पानी बुंदा जबे भाग हो जाए पानी बुंदा जेबे भाग होई जाए अंधेर दिए जीव परम की कहबी पंडित पानी बुंदा करे एतिकी काम की कहबी पंडित आउ टिके खोल दो हीराकुद डैम आपन जाइथे हीराकुदर पानी 629 फुट 630 फुट तुआई हाँ बंध तलू पानीटा जाइकी बाडे हो हाँ बाटे होई से बंध तलरे केते टर्बाइन लगी पानी भीतर ये पानी की पानी जिते बेले बाडे हो जाऊ हाँ ता भीतर करेन्ट बाहर तुम जो ट्यूबलाइट जलू ये जो बल्ब जलू ये पानी की पानी बाडे हो जलू जलुची ठीक सेमिति
ତୋ ବାପାର ଉପର ମୁଣ୍ଡ ପାଣି ସାଙ୍ଗରେ ତୋ ମାର ତଳ ମୁଣ୍ଡ ପାଣି ଯେତେବେଳେ ମିଶେ ଯାହାକୁ ଭାଗବତ ରସ ସନ୍ଦର୍ଭ ପ୍ରମାଣ କରନ୍ତି କଣ କରନ୍ତି କହିଲା ତୋ ପିତା ମା ତାଙ୍କ ଏକା ବେଳେ ଯେବେଟି ରଜ ବୀର୍ଯ୍ୟ ଚଳେ ଯେବେଟି ରଜ ବୀର୍ଯ୍ୟ ଚଳେ ଯେବେଟି ରଜ ବୀର୍ଯ୍ୟ ଚଳେ ମାତାର ପଦ୍ମ ପାଖୁଡ଼ାରେ ରହିଲା ଅତ୍ୟନ୍ତ ଗୁପ୍ତରେ ରହିଲା ଅତ୍ୟନ୍ତ ଗୁପ୍ତରେ ରହିଲା ଅତ୍ୟନ୍ତ ଗୁପ୍ତରେ ତେଣୁ ପାଣି କି ପାଣି ମାଡ଼ ହେଲେ ଫେଣ ହବ ନା ନାଇଁ ହବ ବାପା ମାଙ୍କର ମିଳନ ମୋ ବାପା ମୋ ମା ଦି ଜଣ ମିଳନ ହେଲେ ସୃଷ୍ଟି ହେଲା କିଏ ମୋ ଭଳିଆ ଗୋଟେ ମୂର୍ଖଟେ ଜନ୍ମ ହେଲା କେମିତି ଜନ୍ମ ହେଲା ନା ଯେତେବେଳେ ରଜବୀର୍ଯ୍ୟ ଏକାଠି ହେଇଗଲା ସେତେବେଳେ କହିଲା ଭେଣ୍ଡି ଫଳର ଲାଳ ପରି ମାତା ଗର୍ଭରେ ଥାଏ ପୁରୀ ମାତା ଗର୍ଭରେ ଥାଏ ପୁରୀ ମାତା ଗର୍ଭରେ ଥାଏ ପୁରୀ ଭେଣ୍ଡି ଫଳର ଲାଳ ପରି ରଜବୀର୍ଯ୍ୟ ଏକାଠି ହେଲା ଯେତେବେଳେ 5 ଦିନ ହେଲା କହିଲା ପଞ୍ଚମ ଦିନ ଶୂନ୍ୟ ହୋଇ ବିନ୍ଦୁଟି ଲାର୍ଭା ପ୍ରକାଶ ହୋଇ ବିନ୍ଦୁଟି ଆହା ପ୍ରକାଶ ହୋଇ ବିନ୍ଦୁଟି ଆହା ପ୍ରକାଶ ହୋଇ ବେଙ୍ଗ ପୁଟାର ରୂପ ଧରି ମାତାର ଗର୍ଭରେ ବିହରି ମାତାର ଗର୍ଭରେ ବିହରି ମାତାର ଗର୍ଭରେ ବିହରି ସଜନ ବର୍ଗେ ଇନ୍ଦ୍ରଜିତ ତପସ୍ୟା କରୁଛି ନିକୁମ୍ଭିଲା ବଟ କାହିଁକି କାହିଁକି ସମସ୍ତେ ମନେ ରଖନ୍ତୁ ଯୋଉଠି ସେ ତପସ୍ୟା କରୁଥିଲା ସେ ପାହାଡ ଭିତରେ ଗୋଟାଏ ଚଣ୍ଡୀ ଥିଲା ତା ନାଁ ହେଲା ନିକୁମ୍ଭିଲା ଚଣ୍ଡୀ ସେ ଚଣ୍ଡୀ ନାମ ଅନୁଯାୟୀ ଆପଣ ମାନ କଣ ଇନ୍ଦ୍ରଜିତ ଯୋଉ ତପସ୍ୟା କଲା ଯୋଉ ପାହାଡରେ ଏ ଚଣ୍ଡୀ ଅନୁଯାୟୀ ତା ନାଁ ହେଲା ନିକୁମ୍ଭିଲା ପାହାଡ ସବୁ ଲୋକମାନେ କହନ୍ତିନି ଆଲୋ ରଶ୍ମି ଘଇତା ଆଲୋ କେତକୀବର ଯାହା ନାଁଟା ଅଧିକ ତା ନାଁରେ ଅନ୍ୟ ନାଁକୁ ଯୋଡା ହେଇଯାଇଥାଏ ନିକୁମ୍ଭିଲା ବରମୂଳରେ ଇନ୍ଦ୍ରଜିତ ତପସ୍ୟା କରୁଛି କେମିତି ତପସ୍ୟା କରୁଛି କେମିତି ଆଉ ଗୋଟେ ପଦ ଗାଉଛି କବି ସମ୍ରାଟ ଭଞ୍ଜ ମୁଁ ତ କହିଦେଇଛି ଖଣ୍ଡଳ ଗାଁ ବାଲା ପ୍ରଫୁଲ୍ଲ ଇତ୍ୟାଦି କି ସମସ୍ତଙ୍କୁ କହିଛି ବେଶମ ରହିପାରିବିନି ଅତି ବେଶୀରେ ପାଳିଆଙ୍କର ଘଣ୍ଟେ ମୋର ଘଣ୍ଟେ କିନ୍ତୁ ମତେ ଦୈବ ଏତେ କଷ୍ଟ ଦଉଛି ମୋ ଆଖି ଲୁହ ବହୁଛି ପୁଣି ଆଜି ମରିଚିଆ ଗାଁରେ ଯାଇକି ପାଲା ଗାଇଲି ପାଲା ଗାଇ ପହଞ୍ଚିକି ପୁଣି ପେଣ୍ଡାଲ କରୁଛି କାଲି ପୁଣି ଏଠି ଆଗ ଥାକ ଗାଇବି କାଲି ଯାଇକି ମରିଚିଆରେ ଦ୍ୱିତୀୟ ଥାକ ଗାଇବି କେତେ ପଇସା କଣ କରିବେ ପଇସା ତ ଗୋପାନ ମୋ ହେଲା ଏତେ ପଇସା କଣ କରିବେ କଣ କରିବେ ଖଣ୍ଡକ ପରେ ଖଣ୍ଡେ ଗାଡି ବାହାର କରୁଛନ୍ତି ପ୍ଲଟ 20ଟା ପ୍ଲଟ ପକେଇଲେଣି ଗାଡି କିଣନ୍ତିନି ପ୍ଲଟ କିଣନ୍ତିନି କଣ ତ ବୁପା ପଇସାରେ କିଣୁଛି ବୋପା ପଇସା କଣ ପାଳିଆଙ୍କ ତଣ୍ଟି ଚିପିକି ନଉଛି ଆରେ ଶରୀରରୁ ଝାଳ ବୁହାଇକି ଖଟୁଛି ଆଜ୍ଞା ଗାଡି ପରେ ଗାଡି ପ୍ଲଟ ପରେ ପ୍ଲଟ 20ଟା ପ୍ଲଟ ହେଲାଣି ଆଉ ପାଲା ଲଗାଇଲେ ଦରକାର ନାହିଁ ସାନ ଭାଇ କହୁଛି ଆଉ ପାଲାକୁ ଯାଆନି ଖାଲି ଚୌକି ପକେଇକି ବସ ମାସକୁ 50,000 ଦେବି ଆଉ ମୋ ସ୍ତ୍ରୀ ତ ତାଠୁ ବଳକା ସିଏ ତ ଆଜିକାଲି ଯୋଉ ନବୀନା କରିଦେଇଛି ଝିଅ ପିଲାଙ୍କର ମିଶନ ଶକ୍ତି ସିଏ ଗୋଟେ CRP ହେଇଯାଇଛି 6,100 ପାଉଛୁ ପାଉଛନ୍ତି ମାସକୁ 6,100 ନେଇକି ହେଇଗଲାଣି କହିଲା ସୌଦାପତ୍ର ସବୁ କିଣି ଆଣିବି ତମେ ଖାଲି ଚୌକି ପକେଇକି ବସ ମୁଁ କହିଲି ଚୁପ୍ ଚୁପ୍ ଯୋଉଦିନଠୁ ହେଲା ମହିଳା ଗ୍ରୁପ ସବୁ ଘଇ ତାଙ୍କ ମୁହଁ ଚୁପ୍ ରବେ କହିଲି ମୁଁ ଗୋଟିଏ କଳାକାର ଶ୍ରୋତା ମାନଙ୍କୁ ଶାନ୍ତି ଦେବା ମୋ ଧର୍ମ ଏ ବର୍ତ୍ତି ନ ପିନ୍ଧିଲେ ମୋ ଜୀବନ ରହିବନି ମୁଁ ମରିଯିବି କଳା ହଉଛି ମୋ ଜୀବନ ଏତେ ମୁଁ ଜଣେ କଳାକାର ଗୋଟେ କଳାକାର ଯେତେ କୋଟିପତି ହେଇଥାଉ ତା କଳାକୁ ଯଦି ଠିକ ମୂଲ୍ୟାୟନ ନଦେଲା
ଜୀବନରେ କେବେ ଶାନ୍ତି ଆସିବନି। ଇନ୍ଦ୍ରଜିତ ଗୋଟେ କଳାକାର, ତପସ୍ୟା କରୁଛି ପାତାଳପୁରରେ ଗୋଟେ ବରଗଛ ମୂଳରେ। ସେ ବରଗଛଟା କୋଉଠି ଅଛି? କୋଉଠି ଅଛି? କଲା ବୋଟେ ଲଙ୍କା ଭୂତଳେ ଅବଟେ ଲଙ୍କା ତଳେ ଅବଟେ ଲଙ୍କା ତଳେ ଅବଟେ ଲଙ୍କା ତଳେ ଜାତ ଜାତ ବେଦରେ ହୋ ଜାତ ଜାତ ବେଦରେ ହୋ ଧୀରେ ଧୀରେ ମନୋରଥ ଧୀରେ ମନର ଥରେ ଧୀରେ ମନର ଥରେ ରଥ ଦେବ ଦଳନ ନାମ ସେ ବାଜିବା নাম সে বাদিবার নাম সে বাদিবার বানাসন দৃঢ় বিদিত অতীত বিদিত বজ্ররু বলি করে ঘাত বজ্ররু বলি করে হাত বধিও রাতি রাতি ধাউছে যশুপা বাতি ঝাউসে অশ্রুবাতি ঝাউসে অশ্রুবাতি পারি সুপাতি সে যু সত সে বাজিবা বাজিও শব্দ সে বাজিবার শব্দ সে বাজিবার ଗୋଟେ ଲଙ୍କା ଭୂତଳେ ଲଙ୍କା ଭୂତଳେ ବୋଲେ ପାତାଳ କଟକରେ ଗୋଟେ ବରଗଛ ଥିଲା, ନିକୁମ୍ଭିଲା ବର। ହଁ ତାରି ମୂଳରେ ଇନ୍ଦ୍ରଜିତ ଅଗ୍ନି ଦେବତାଙ୍କଠୁ ଗୋଟେ ରଥ ପାଇବା ପାଇଁ ତପସ୍ୟା କଲା। ଏ ତ ଖଣ୍ଡୋଳ ଗାଁରେ ବ୍ରାହ୍ମଣ ଶାସନ ବି ଅଛନ୍ତି ହଁ ନାଇଁ? ଆଚ୍ଛା, ତପସ୍ୟା କଲା ଇନ୍ଦ୍ରଜିତ। ଏ ବ୍ରାହ୍ମଣିଆ ଲୋକ କି ନା ଯଦି ଥବ ମୋ ଉପରେ ରାଗିବନି, ନାଇଁ 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 ଯାହା କହିବି ସତ କହିବି। ସତ କହିବେ। ଆମ ବ୍ରାହ୍ମଣ ମାନଙ୍କୁ ଯଦି ଟଙ୍କା ଟିକେ ଅଧିକ ଦେଇଦେଲ ହଁ 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 ତାହେଲେ ଜଡା ତେଲରେ ଆମେ ହୋମ କରୁ। ହଁ ମୁଁ କହୁନି ଏଇ ଲୋଭ କମ ଲୋଭ ରବେ ହଁ, ଭଲ। ବସ ଏମିତି କରୁ। ଟଙ୍କା ଲୋଭରେ ସେ ସବୁ କରିପାରନ୍ତି। ଅଧିକ ପଇସା ମିଳିଲେ ଆମେ ଜଡା ତେଲରେ ହୋମ କରୁ। ହଁ କରିଦେବେ କରିଦେବେ କିରୋସିନିରେ ତ କରିଦେବେ, ଚପଡ଼ା ତେଲ କଣ କିରୋସିନିରେ କରିଦେବେ। ମୁଁ କହୁନି ଆମେ ଲୋଭି ବୋଲିକି ଆମକୁ ଅଚ୍ୟୁତାନନ୍ଦ ମହାପୁରୁଷ କହିଛନ୍ତି, କହିଲେ ସହଜେ ଦିନ କୃପଣ ବ୍ରାହ୍ମଣ ବୋଲାନ୍ତି। ଭୋଲା ଭୋଲା ବ୍ରାହ୍ମଣ ବୋଲାନ୍ତି, ଭୋଲା ଭୋଲା ବ୍ରାହ୍ମଣ ବୋଲାନ୍ତି। ଧନ ଯୋଗେ ଭାର୍ଯ୍ୟ ଆଉ ତନୁ ଯାବି କନ୍ତି ତନୁ ଯାବି କନ୍ତି ତନୁ ଯାବି। ଯଦି ଧନ ଦରକାର ହବ ଆମ ବ୍ରାହ୍ମଣ ମାନଙ୍କର, ଆମେ ସମ କହିଲେ ଆମ ସ୍ତ୍ରୀ କି ବିକିଦବୁ। ବାବାରେ ମା ମାନିଲି। ଧନ ଯଦି ଦରକାର ପଡେ ଆମେ ଚାହିଁଲେ ଆମ ଝିଅକୁ ବି ବିକିଦବୁ। ସେଇଟା ନୁହେଁ, ସେଇଟା ଭୁଲ। ସେ ଆମ ଝିଅ ନାଇଁ ରେ, ତୁ ବୁଝିପାରିବୁନି, ତା ଭିତରେ ବହୁତ ପାଠ ଅଛି ବା। ନା ସ୍ତ୍ରୀ କି ଆମ ସାର ବିକି ଦେଇଛନ୍ତି, ଆହୁରି ଗୋଟେ ଗୋଟେ କରିଛନ୍ତି। ଆଉ ସ୍ତ୍ରୀ କି ତତେ ବିକିଥିଲି ଆଉ। ପାପ ହବ, ବ୍ରାହ୍ମଣିଆ ଧନକୁ କିଏ ଗ୍ରହଣ କରିବ? ନାଇଁ 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 ବୋପାଲୁ ଆଉ ସ୍ତ୍ରୀ କି ବିକି ଦେଇଥିଲି କଣ ଆମ ଗାଁ ଯୋଉ ବୀର ହାଡି ପୁଅକୁ? କାହାକୁ ବିକିଛନ୍ତି ମୁଁ ଆଜ୍ଞା କହିବି କଣ ପାଇଁ? ମୂର୍ଖ। ତେଣୁ ହେ ସଜ୍ଜନ ବର୍ଗେ, ଏପଟେ ଆପଣଙ୍କର ଇନ୍ଦ୍ରଜିତ ଯଜ୍ଞ କରୁଛି କୋଉଥିରେ? ହଁ ନା ଘିଅରେ ନୁହେଁ କି ମହୁରେ ନୁହେଁ, ଆଉ କେଉଥିରେ? ଛେଳି ଗୁଡାକୁ ହାଣି ହଁ ଛେଳି ରକ୍ତ ଗୋଟେ ତସଲା ଭିତରେ ରଖି ଏଇ ଛେଳି ରକ୍ତକୁ ଧରିକି ସ୍ୱାହା ସ୍ୱାହା କରିକି ଯଜ୍ଞ କୁଣ୍ଡରେ ଦଉ। ଛେଳି ରକ୍ତରେ